ଶୀତୁଆ ପାଗକୁ ଯଦି ଗରମା ଗରମ ସୁପ୍ ମିଳିଯାଏ ତାହେଲେ ଆତ୍ମା ଶାନ୍ତି ହେଇଗଲା ପରି ଲାଗିବ। ତ ସେଥିପାଇଁ ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ଟମାଟୋର ସୁପ୍। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ସେଥିପାଇଁ ମୁଁ ନେଇଛି 3ଟି ଟମାଟୋ ଏବଂ ସେଗୁଡ଼ିକୁ ମୁଁ ଛୋଟ ଛୋଟ ପିସ୍ରେ ପ୍ରଥମେ କାଟି ନେଉଛି। ଆପଣ ଚାହିଁଲେ ଗୋଟିକା ଟମାଟୋ ମଧ୍ୟ ରଖିପାରିବେ। କ'ଣ ପାଇଁ ନା ଏଇଟା ଆମେ ପ୍ରେସର କୁକରରେ ଦେବା। ମୁଁ କିନ୍ତୁ ଛୋଟ ଛୋଟ ପିସ୍ରେ କାଟି ନେଇଛି, ତାହେଲେ ଏଇଟା ଭଲ ଭାବରେ ମିଶିଯିବ। ଏବେ ଗୋଟେ ପ୍ରେସର କୁକର ନେଇ ପ୍ରଥମେ କାଟି ରଖିଥିବା ଟମାଟୋକୁ ଦେଇନେବା ଏବଂ ସେଥିରେ ମୁଁ ଗୋଟେ ବାଉଲ ପାଣି ମଧ୍ୟ ଦେଇଦେଲି। ସେଥିରେ ମୁଁ ଦେଇଦେଉଛି ଏବେ ଅଦା, 1 ଇଞ୍ଚର ଅଦା, ସ୍ୱାଦ ଅନୁଯାୟୀ ଲୁଣ। ଏବେ ତାର କଭର ଲଗାଇ ଆମେ 4-5ଟି ହୁଇସିଲ୍ ଦେଇନେବା, ଯେମିତି ଟମାଟୋ ପୁରା ଆମର ଭଲ ଭାବରେ ସିଝିଯିବ। ପୁରା ଦେଖନ୍ତୁ ବହୁତ ଭଲ ଭାବରେ ଏଇଟା ପୁରା ମିଶିଗଲାଣି। ଏବେ ଏହାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିନେଲି। ଗ୍ରାଇଣ୍ଡିଙ୍ଗ କରିକି ଗୋଟେ ଛାଙ୍କୁଣି ସାହାଯ୍ୟରେ ଆମେ ଏହାକୁ ଛାଣି ନେବା। ତାହେଲେ ଯଦି ବି କିଛି ବଡ଼ ଖଣ୍ଡ ଅଂଶ ଥିବ ବା ଚୋପା ଥିବ କିମ୍ବା ମଞ୍ଜି ଥିବ ସେଗୁଡ଼ିକ ଆମର ବାହାରିଯିବ। ଏଇ ଯେଉଁ ବାହାରିକି ବଳକାଟା ରହିଲା ଆମେ ସେଟା ବିଲକୁଲ ବି ସେଥିରେ ଦେବା ନାହିଁ ସୁପ୍ରେ। ଏବେ ଦେଖିପାରୁଥିବେ କେତେ ସୁନ୍ଦର ଫାଇନ୍ ଭାବରେ ଆମର ସୁପ୍ଟି ରେଡ଼ି ହେଇଛି। ତ ଗୋଟେ ସ୍ଲୋରି ମଧ୍ୟ ଆମେ ପ୍ରସ୍ତୁତ କରିନେବା। ସେଥିପାଇଁ 1 ଟିସ୍ପୁନ୍ ମୁଁ ନେଲି କର୍ଣ୍ଣଫ୍ଲୋର ଏବଂ ସେଥିରେ 3-4 ଟିସ୍ପୁନ୍ ମୁଁ ପାଣି ଦେଇଦେଇଛି ଏବଂ ତାକୁ ଗୋଟେ ପତଳା ଘୋଳ ପ୍ରସ୍ତୁତ କରିନେଲି। ଏବେ ଗୋଟେ କଢ଼େଇରେ 1 ସ୍ପୁନ୍ ବଟର ଦେଇ ସେଥିରେ ମୁଁ 7-8ଟି ରସୁଣ କଲାକୁ ପୁରା ଫାଇନଲି ଚପ୍ କରି ନେଇଛି। ଏବେ ରସୁଣକୁ ଖାଲି ଅଳ୍ପ ଟିକେ ସମୟ ଭାଜିବା, ବେଶୀ ଭାଜିକି ତାକୁ ଲାଲ କରିବା ନାହିଁ। ଏବେ এই ଷ୍ଟେଜରେ ମୁଁ ମିଶାଇ ଦେଉଛି ଆମର ଟମାଟୋ ପ୍ୟୁରିକୁ। ଟମାଟୋ ପ୍ୟୁରିକୁ ଭଲ ଭାବରେ ଏବେ ମିଶାଇବା। ଏବେ ଏଥିରେ ଦେଖନ୍ତୁ ମୁଁ ଦେଇଦେଲି 1 ବଡ଼ ଗିନା ପାଣି। ଯେହେତୁ ଆମେ ସୁପ୍ ବନାଉଛେ ତ ଏଇଟା ଆମର ମଣ୍ଡିଆ ଦରକାର ନାହିଁ। ଏବେ ଏଥିରେ ଦେଇଦେଲି 1 ସ୍ପୁନ୍ ରେଡ୍ ଚିଲି ପାଉଡର ଏବଂ 1 ସ୍ପୁନ୍ ଦେଇଦେଲି ଏଥିରେ ଗୋଲମରିଚ ଗୁଣ୍ଡ ଏବଂ ସବୁକୁ ଭଲ ଭାବରେ ମିଶାଇ ନେଲି। ଏବଂ ଏବେ ଦେଇଦେଉଛି ଯେଉଁ ବନେଇକି ଆମେ ସ୍ଲୋରିଟା ରଖିଥିଲେ କର୍ଣ୍ଣଫ୍ଲୋରର, ସେଇଟା ଦେଇକି ଭଲ ଭାବରେ ମିଶାଉଛି। କର୍ଣ୍ଣଫ୍ଲୋର ଦେଲା ମାତ୍ରେ ଦେଖିବେ ଆପଣଙ୍କର ସୁପ୍ ପୁରା ବହଳିଆ ହେବା ଆରମ୍ଭ ହୋଇଯିବ। ଏବେ ଏହାକୁ ଫୁଟିବା ପାଇଁ ଛାଡ଼ିବା। ଏବେ ଫୁଟୁଥିବା ଷ୍ଟେଜରେ ମୁଁ ଦେଇଦେଲି 1/2 ଟିସ୍ପୁନ୍ ଆମର କଳା ଲୁଣ। କଳା ଲୁଣ ନିଶ୍ଚୟ ଭାବରେ ଦେବେ, ଦେଖିବେ ବହୁତ ବଢ଼ିଆ ବାସ୍ନା ହେବ, ଟେଷ୍ଟ ମଧ୍ୟ ଲାଗିବ ସୁପ୍ର। ତ ସୁପ୍ ଆମର ଦେଖନ୍ତୁ ପରଫେକ୍ଟ ବହଳିଆ ହେଇଛି ପୁରା ଏବଂ ଏଇଟା 4 ଜଣଙ୍କ ପାଇଁ ପୁରା ପରଫେକ୍ଟ ବନିଛି। ତ ଏଥିରେ ମୁଁ କିଛି ଧନିଆ ପତ୍ର ମଧ୍ୟ ଦେଇଦେଲି। ଏବେ ଏହାକୁ ଆମେ ସର୍ଭିଂ ବାଉଲକୁ ବାହାର କରିନେବା। ତ ଫ୍ରେଣ୍ଡସ୍, ଆଜିର ଏହି ସୁପ୍ର ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥିବ ତାହେଲେ ନିଶ୍ଚୟ ଭାବରେ ଲାଇକ୍ କରିବେ ଏବଂ ନୂଆ ହେଇଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତାହେଲେ ଆଗକୁ ମୋ ଭିଡ଼ିଓ ଆପଣ ଦେଖିପାରିବେ। ରହୁଛି।